ସୁଭଦ୍ରା ଯୋଜନା ଆଜିଠାରୁ ଆରମ୍ଭ ଆବେଦନ। ରାଜ୍ୟ ସରକାର ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି। ଏହି କର୍ମରେ ଶୁକ୍ରବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ସରକାର କହିଛନ୍ତି ଯେ ଅଙ୍ଗନବାଡି କର୍ମୀଙ୍କ ସମେତ ସହାୟିକା, ଆଶାକର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ, ସିଆରପି ମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ। ଏହା ବ୍ୟତୀତ ଏହି ଯୋଜନାରେ ମଧ୍ୟ ମାଷ୍ଟର ବୁକ୍ କିପର ତଥା MBK ଆଉଟସୋର୍ସିଂ ଏଜେନ୍ସି ଦ୍ୱାରା ନିଯୁକ୍ତ ମହିଳାମାନେ ବି ଆବେଦନ କରିପାରିବ। ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ SOP ଏବଂ ନିର୍ଦ୍ଦେଶାବଳୀ ଜାରି କରିଥିଲେ। ବର୍ତ୍ତମାନ ନୂତନ ଘୋଷଣାରେ ଦର୍ଶାଯାଇଛି ଯେ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ, ସିଆରପି ମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ ଯଦି ସେମାନେ ପୂର୍ବ ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଥିବା ମାନଦଣ୍ଡ ପୂରଣ କରନ୍ତି। କହି ରଖୁଛୁ ଯେ ସୁଭଦ୍ରା ଯୋଜନା ଅଧୀନରେ ଜଣେ ଯୋଗ୍ୟ ହିତାଧିକାରୀ 5 ବର୍ଷ ପାଇଁ ପ୍ରତିବର୍ଷ 5,000 ଟଙ୍କା ଲେଖାଏଁ 2ଟି କିସ୍ତିରେ 10,000 ଟଙ୍କା ପାଇବେ ଏବଂ ମୋଟ 5 ବର୍ଷରେ 50,000 ଟଙ୍କା ପାଇବେ। ଏହା ସମେତ ଶୁକ୍ରବାର ଦିନ ମହିଳା ଏବଂ ଶିଶୁ ବିକାଶ ବିଭାଗ ସୁଭଦ୍ରା ଯୋଜନାକୁ ନେଇ ଏକ ଟୋଲ ଫ୍ରି ନମ୍ବର 14678 ଜାରି ରହିଛି। ସୁଭଦ୍ରା ଯୋଜନା ସମ୍ପର୍କୀୟ ସମସ୍ତ ତଥ୍ୟ ପାଇବା ପାଇଁ ଆବେଦନକାରିଣୀ ଏହି ସ୍ୱତନ୍ତ୍ର ଟୋଲ ଫ୍ରି ନମ୍ବରରେ କଲ୍ କରିପାରିବେ, ଯାହା ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। କିପରି ଆବେଦନ କରିବେ? ଆବେଦନକାରୀ ଅଫଲାଇନ ମାଧ୍ୟମରେ ଅଙ୍ଗନବାଡି କେନ୍ଦ୍ର, ବ୍ଲକ ଅଫିସ, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ରରୁ ଫର୍ମ ନେଇ ସେହିଠାରେ ପ୍ରମାଣପତ୍ର ଭରି ଆବେଦନ କରିପାରିବେ। ଏହା ସମେତ ଅନଲାଇନରେ ସୁଭଦ୍ରା ପୋର୍ଟାଲ ଫର୍ମ ଫିଲ୍ଅପ୍ ସହ ସମସ୍ତ ପ୍ରମାଣପତ୍ର ମଧ୍ୟ ଅପଲୋଡ କରିବାକୁ ପଡ଼ିବ। ଖବର ଅନୁସାରେ ଆଜିଠାରୁ ଏହି ଯୋଜନା ପାଇଁ ଆବେଦନ ଆରମ୍ଭ ହେବାକୁ ଯାଉଛି।